ପିଲେ ଆସ ଆଜି ଗପ ଶୁଣିବା। ଗପର ନାଁ ହଉଛି ସିଏ ଯାହା ଦେଇଛନ୍ତି। ଶୁଣିବା କିଏ କଣ ଦେଇଛନ୍ତି। ଥରେ ପିଲେ ଭଗବାନଙ୍କର ଦରବାର ବସିଥାଏ। ଭଗବାନ ଯେମିତି ରାଜା ମାନେ ଦରବାର ବସାନ୍ତି, ସେମିତି ଭଗବାନ ଦରବାର ବସେଇଥିଲେ। ସେ ଦରବାରରେ ଜଣେ ବୃଦ୍ଧ ଆସିଥିଲେ, ବୁଢା ଲୋକ ଜଣେ। ତାଙ୍କୁ ନର୍କ ଦଣ୍ଡ ଦିଆଯାଇଥିଲା। ସେ ସେଥିପାଇଁ ଭଗବାନଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଆସିଥିଲେ, ମତେ କାହିଁକି ଦଣ୍ଡ ଦିଆଯାଇଛି। ସେ ବୁଢା ଲୋକ ଜଣ କଣ କହିଲେ ଭଗବାନଙ୍କୁ ଜାଣିଛ? ବୁଢା ଲୋକ ଜଣକ ଭଗବାନଙ୍କୁ କହିଲେ ଯେ ଭଗବାନ, ମୋ ପାଖରେ ତ ଧନ ନଥିଲା, ମୁଁ ତ ବହୁତ ଗରିବ ଥିଲି, ଧନ ନଥିଲା, ତେଣୁ ମୁଁ କୋଉଠି ଠାକୁରଙ୍କର କେମିତି ପୂଜା କରିବି? ମୁଁ ଜିନିଷ ପତ୍ର କିଛି କିଣି ପାରିନି କି ଠାକୁରଙ୍କର ପୂଜା କରିପାରିନି, ତେଣୁ ମୁଁ କିଛି ପୁଣ୍ୟ କାମ କରିନି। ମୋ ପାଖରେ ଧନ ନଥିଲା, ତେଣୁ ମୁଁ କଣ କଲି ନା କିଛି ଧର୍ମଶାସ୍ତ୍ର ବି ବହି କିଣି ପାରିଲିନି, ପାଠ ପଢି ପାରିଲିନି, ବହି ଧର୍ମଶାସ୍ତ୍ର ବହି ପଢି ପାରିଲିନି। ମୋ ପାଖରେ ପଇସା ନଥିଲା, ମୁଁ ଧର୍ମଶାଳା ଖୋଲି ପାରିଲିନି କି କାହାକୁ ସାହାଯ୍ୟ ଗରିବ ମାନଙ୍କୁ କରିପାରିଲିନି। ମୁଁ କଣ କରିଥାନ୍ତି? କୋଉଠୁ ପୁଣ୍ୟ ଅର୍ଜନ କରିଥାନ୍ତି? ମୋ ପାଖରେ ତ ଟଙ୍କା ନଥିଲା, ମୋ ପାଖରେ ତ ଧନ ନଥିଲା। ଏକଥା ଶୁଣିକିରି ଭଗବାନ ଟିକେ ହସିଲେ, କହିଲେ ହଁ ଠିକ ଅଛି, ତମ ପାଖରେ ଧନ ନଥିଲା, ତମେ କିଛି କରିପାରିଲାନି, କିନ୍ତୁ ମନେ ପକାଅ, ଥରେ ଜଣେ କାଠୁରିଆ ତମ ପାଖକୁ ଯାଇଥିଲା, କହିଲା ଟିକେ ମୋ ମୁଣ୍ଡକୁ କାଠଟା ଟେକି ଦିଅ, ମୁଁ ବହୁତ ହାଲିଆ ହେଇଯାଇଛି। ଗରିବ କାଠୁରିଆଟେ, ତମ ଭଳିଆ ବି ସେ ଗରିବ ଥିଲା, କାଠ କାଟିକି ଆଣୁଥିଲା। ତମେ କଣ କହିଲ? ନାଇଁ ନାଇଁ, ମୋ ପାଖରେ ସମୟ ନାହିଁ, ମୁଁ ତମ କାଠ ତମ ମୁଣ୍ଡକୁ ଟେକି ପାରିବିନି, କହିକି ତାକୁ ବିରକ୍ତ ହେଇକି ବାହାର କରିଦେଲ। ଆଚ୍ଛା କୁହ ତ, କାଠ ଟେକି ଦେବା ପାଇଁ କଣ ପଇସା ଦରକାର ଥିଲା? ତା ମୁଣ୍ଡକୁ ଯେମିତି କାଠଟା ଟେକି ଦେଇଥାନ୍ତ, ଭଲ ପଦେ କଥା ହେଇଥାନ୍ତ, ସେଥିପାଇଁ କଣ ପଇସା ଦରକାର ଥିଲା? ତମେ କାହିଁ କଲନି? ପଇସା ନଥିଲା ବୋଲି କଣ ତମର ହୃଦୟଟା ନଥିଲା? ଭଲ ହୃଦୟଟେ ତିଆରି କରିବା ପାଇଁ ପଇସାର କଣ ଆବଶ୍ୟକତା? ସେଠୁ ଚୁପ ରହିଲେ ବୃଦ୍ଧ ଜଣକ। ତାପରେ ପୁଣି ଭଗବାନ କହିଲେ, ହେଲା, ତମେ କହୁଛ ଯେ ତମେ କିଛି ସାହାଯ୍ୟ କରିପାରିଲ ନାହିଁ କାହାକୁ, ଆଉ ତମେ କାହାକୁ ଖାଇବାକୁ ଦେଇପାରିଲନି, କୌଣସି ଜିନିଷକୁ ଗରିବ ମାନଙ୍କୁ କିଛି, ଭୋକିଲା ଗରିବ ମାନଙ୍କୁ କିଛି ଦେଇପାରିଲନି, କାହିଁ? ତମ ପାଖରେ ଧନ ନଥିଲା। ଠିକ ଅଛି, ମନେ ପକାଅ ତ, ଥରେ ଜଣେ ତମ ଘରକୁ ପାଣି ଟିକେ ମାଗିବା ପାଇଁ ଯାଇଥିଲେ, ବୁଢା ଲୋକ ଜଣେ ପାଣି ଟିକେ ମାଗିବା ପାଇଁ ଯାଇଥିଲା ପିଇବା ପାଇଁ। ତମେ ତାକୁ ଦୂର କରି ଘରୁ ବାହାର କରିଲେ, କହିଲେ ମୋ ପାଖରେ ପାଣି ନାହିଁ, ତମେ ଅଛୁଆଁ ଜାତି, ମୁଁ ତମକୁ ପାଣି ଦେବିନି। ବାସ୍, ପାଣି ଟିକେ ଦେଲାନି। ଆଉ ଥରେ ମନେ ପକାଅ ତ, ଗୋଟେ କୁକୁରଟିଏ ଭୋ ଭୋ ହେଇକି ତମ ଘରକୁ ଆସିକିରି ଅଇଁଠା ଜିନିଷ ଖାଇ ଦେଇଥିଲା ବୋଲି ତମେ ସେ କୁକୁରଟାକୁ ବାଡେଇକି ତାର ଗୋଡ ଛୋଟା କରିଦେଇଥିଲ। ଆଚ୍ଛା କୁହ ତ, କାହାକୁ ଗୋଟେ କୁକୁରଟିକୁ ଖାଇଦେବା ଟିକେ ଦବା, ଗାଈକୁ ଟିକେ ଖାଇବାକୁ ଦବା, କୌଣସି ମଣିଷକୁ ପାଣି ଟୋପେ ଦବା, ଏଥିପାଇଁ କଣ ଧନର ଆବଶ୍ୟକତା ପଡୁଛି? ଏଥିପାଇଁ ଧନର କଣ ଆବଶ୍ୟକତା? ଏଥିପାଇଁ ମନର ଆବଶ୍ୟକତା। ତମ ସେଇଟା ବି କଲନି। ଆଚ୍ଛା ଆଉ ଥରେ ମନେ ପକାଅ, ଥରେ ତମେ ଜଣେ ସାଧୁ ଆସିଥିଲେ ତମ ଗାଁକୁ, ତମେ ତାଙ୍କର ଇଏ ଶୁଣିବା ପାଇଁ, ପ୍ରବଚନ ଶୁଣିବା ପାଇଁ ଯାଇଥିଲ। ସେ ସବୁବେଳେ ଶୁଣାନ୍ତି, ତୁମେ ସବୁବେଳେ ଯାଅ ପ୍ରବଚନ ଶୁଣିବା ପାଇଁ, କିନ୍ତୁ ପ୍ରବଚନ ଶୁଣି ସାରିଲା ପରେ ଆସିକି କଣ କର ନା ଅନ୍ୟମାନଙ୍କର ସମାଲୋଚନା କର। ସେଇଠି ପ୍ରବଚନ ଶୁଣୁଥିବା ବେଳେ ବି ତୁମେ ଅନ୍ୟମାନଙ୍କ ସାଙ୍ଗରେ କଥା ହୁଅ, ଅନ୍ୟମାନଙ୍କର ସମାଲୋଚନା କର ଏବଂ ଅନ୍ୟମାନଙ୍କୁ ନିନ୍ଦା କର। ଆଚ୍ଛା କହ ତ ଦେଖି, ତମ ପାଖରେ ପଇସା ନଥିଲା, ତମେ ବହି କିଣିକିରି ବା ଧର୍ମଶାସ୍ତ୍ର କିଣିକି ପଢି ପାରିନଥିଲ, କିନ୍ତୁ ସେଇ ସାଧୁ ଜଣଙ୍କ ପ୍ରବଚନ କହୁଥିଲା ବେଳେ ତୁମେ ତ ବିନମ୍ର ଭାବରେ ଶୁଣି ପାରିଥାନ୍ତ, ତାଙ୍କୁ କାମରେ ଲଗେଇ ପାରିଥାନ୍ତ, ଅଥଚ ତୁମେ ସେକୁ ସମୟ ନଷ୍ଟ କରିକିରି ସେମାନଙ୍କର କୁଷ୍ଠା ରଟନା କରୁଥିଲ। ତେଣୁ ଭଗବାନ କହିଲେ, ଦେଖ, କୌଣସି ପାଇଁ ପଇସା ଆବଶ୍ୟକତା ନାହିଁ, ଆବଶ୍ୟକତା ରହୁଛି ମନ, ହୃଦୟ, ଭାବନାର ଆବଶ୍ୟକତା ରହୁଛି। ତେଣୁ ଭଗବାନ ଯାହା ଦେଇଛନ୍ତି ତାକୁ କେମିତି ଉପଯୋଗ କରିବା, ତାକୁ କେମିତି ସଠିକ ଭାବରେ ଉପଯୋଗ କରିକି ଭଲ ମଣିଷ ହବା, ସେଇଟାକୁ ଦେଖିବା। ଭଗବାନ ଆମକୁ ଏଇଟା ଦେଇନାହାନ୍ତି, ମୁଁ କରିପାରିଲିନି, ସେଇଟାକୁ ଭାବିବା କଥା ନୁହେଁ। ଭଗବାନ କଣ ଦେଇଛନ୍ତି ସେଇଟାକୁ ଦେଖ ଏବଂ ତାକୁ ଉପଯୋଗ କର। ତେଣୁ ଆଜିର ଗପର ନାଁ ଥିଲା ସେ ଯାହା ଦେଇଛନ୍ତି, ଅର୍ଥାତ୍ ଈଶ୍ୱର ଯାହା ଦେଇଛନ୍ତି। ଈଶ୍ୱର ଯାହା ଦେଇଛନ୍ତି ତାକୁ ନେଇକି ଆନନ୍ଦ ରହିବା, ଆତ୍ମସନ୍ତୋଷ ହବା ଦରକାର। ପିଲାମାନେ ଜାଣିଲ ତ, ମନ, ଭଲ ହୃଦୟ, ଭଲ ଭାବନା, ଭଲ ଚିନ୍ତା, ଭଲ କର୍ମ ପାଇଁ ପଇସାର କିଛି ଆବଶ୍ୟକତା ନଥାଏ। ପଇସା ସେସବୁ ଲାଗେନି। ଆଜିର ଗପ ଏଇଠି ରଖୁଛି, ମାନେ ଆଉଥରେ ପୁଣି ଶୁଣିବା ଆଉ ଟିକେ ଗପ।
କଣ ହେଲା?